ବର୍ତ୍ତମାନ କ'ଣ କୋଉଠି ଚାଲିଛି? ବର୍ତ୍ତମାନ ଯୋଉ ସାଇ ସଂଘ 10ଟା ହବ, ସବୁ ମିଶେଇ 10ଟା ହବ। ଭଙ୍ଗା ପାଟି 3ଟା ଅଛି। ଭଙ୍ଗା ପାଟି ଆମ ଶାଶୁଘର ଗାଁରେ କଲେ, ଶାଶୁଘର ପୁଅକୁ କହିକି ରଖିଲେ, ଆମେ କ'ଣ କରିବୁ? ମନ ଭାଇ ଚାଲିଛି। ଆଉ ଯୋଉ 2-3 ବର୍ଷ ରହିବ, ଗୋଟିଏ ବର୍ଷ ରହିକି କୋଉ ଅନୁଷ୍ଠାନରେ 2-3 ବର୍ଷ ରହିବ? ଭାବିଛୁ ଆମେ ଯୋଉ ଆସନ୍ତା ବର୍ଷ ଯିବୁ। ଗୋଟେ ପ୍ରାକ୍ଟିସ୍ ରହିବନି 3 ବର୍ଷ, ବର୍ଷେ ରହିବ। ତେଣୁ 3ଟା ପାର୍ଟିରେ 3 ବର୍ଷ କାଟିଲେ ସେ ଘରେ ଆସି ରହିବ। ଫାଇନାଲ ଏଇଟା ଫାଇନାଲ ସେଇଟା ଫାଇନାଲ। ଆଉ ଦର୍ଶକମାନେ ବହୁତ ପ୍ରଶ୍ନ କରୁଛନ୍ତି, ଆମେ ତ ରହିଯାଇଛୁ ବାଧ୍ୟ ହେଇକି କୋଣାର୍କ। ହଁ, ମାନେ ଏଇ ପାର୍ଟି ବାରମ୍ବାର ଛାଡ଼ିବାର କାରଣ ନାଇଁ, କିଛି ସେମିତି କାରଣ ନାହିଁ। କୋଣାର୍କ ପାର୍ଟି ମାନଙ୍କର ଷ୍ଟାଫ ବାଦ ଦେଇଛନ୍ତି ଗୋଟିଏ ପାର୍ଟି, କେବଳ ଯାତ୍ରା ଦଳର ଗୋଟିଏ ପାର୍ଟି। ଆଉ ଗୋଟେ ପାର୍ଟି ଅଛି ତୁଳସୀ ମଠ। କେମିତି ନା ତମର କିଛିଟା ଅଭିଯୋଗ ମାଲିକ ପୂରଣ କରୁଛନ୍ତି, ତମେ କିଛିଟା ଅଭିଯୋଗ ମାଲିକ ମୁଁ ଶୁଭେନ୍ଦୁ ଭାଇ ଡାକୁଛି ଆଉ ଟିକିନା ଡାକୁଛି। ଦର୍ଶକମାନେ ପଚାରି କରନ୍ତି ଶୁଭେନ୍ଦୁ ଭାଇ ଟିକିନା ଭାଇ। ଭାଇ ବଡ଼ ହେବେ ଯାହା ବି ହେଲେ ମୋଠାରୁ, ବାବୁଙ୍କ ଠାରୁ ବି ବଡ଼ ହେବେ ବୋଧେ, ସାଙ୍ଗ ଭଳିଆ ଚଳେ। ଆମେ କିନ୍ତୁ ଗୋଟେ ଦର୍ଶକ ଆମର ଯୋଉ ବର୍ଷିକିଆ କଥାଟା ଚାଲିଲା, ଯେମିତି ତୁ କହିଲୁ ମୁଁ କହିଲି, କେମିତି ଲାଗିଲା କମେଣ୍ଟ ମାଧ୍ୟମ ଜଣେଇଲି, ତୁ ମୋତେ ଜଣେଇବୁ। ନିଶ୍ଚିତ ହେଲେ ତ ମୋବାଇଲରେ ତୁ ଦେଖିଦେବୁ କମେଣ୍ଟ ଆଚ୍ଛା, ଠିକ୍ ଅଛି। ହେଲା। କେତେ ଜଣ ମାନେ କେତେ ଜଣ ଗ୍ରହଣ କରୁଛନ୍ତି, କେତେ ଗ୍ରହଣ କରୁନାହାନ୍ତି, ଜାଣିବାକୁ ଚାହୁଁଛି। ଆପଣମାନେ କମେଣ୍ଟ ମାଧ୍ୟମରେ ଜଣେଇଲେ ସେ ଯୋଉ ବର୍ଷିକିଆ ପାର୍ଟି ଚେଞ୍ଜ କରୁଛି ବୋଲି ଏ ବିଷୟରେ ଆଲୋଚନାଟା ହେଲା। ସିଏ ଚାହୁଁଛି ଜାଣିବାକୁ ଦର୍ଶକମାନେ ତାକୁ କ'ଣ କମେଣ୍ଟ କରୁଛନ୍ତି, ତେଣୁ ସେଇଟା ସିଏ ଜାଣିବାକୁ ଚାହୁଁଛି। ସବୁଠାରୁ କୋଉଟା ନାଟକଟା ଲୋକମାନଙ୍କ ସାମ୍ନାକୁ ଆଣିଛି? ମାନେ ମୋର ସେଟା ବେଶୀ ମନେକର ଗୁପ୍ତ ସମ୍ପର୍କ, ଗଳଗା ଆଉ ଆକାଶ ପାଇଁ ଚିଲିକା ମାଛ। ସେଇ ବର୍ଷ କରୋନା ହେଇଗଲା, ମୋର ସେଇ ବର୍ଷ ବୋଧେ ସେଇ ରିମରେ 4-5ଟା ପାଠ ପହଞ୍ଚିଛି। ଏଇଟା ତ ଏବେକାର ଘଟଣା, ଆମେ ପଛକୁ ଟିକେ ଫେରିଯିବା। ହଁ, ପଛରେ ସବୁ ଯାକ ରେଡରେ ସବୁ 4ଟା ଡାକ୍ତର ସବୁ ପଡ଼ିଯାଇଥିଲା। ସବୁ ଯାକ ଆସିଲେ ଗୋଟିଏ ଝିଅରେ ଗୋଟିଏ ତୁ। ମତେ ଯଦି ସେ କିଏ ପଚାରିବ, ମୁଁ ଏଇସବୁ ଯିବି 20 ବର୍ଷ ତଳକୁ, କଉଡ଼ି ଖେଳ ମତେ ଦର୍ଶକ ସାମ୍ନାକୁ ମୋ ଆଣିବ। ସେତେବେଳେ ପାଇପ ରାତି ରହିଲା କଥା ଥିଲା, କହୁନା କିଛି କହିଛି କି ଚାରି ରାତିରେ 4ଟା କାହିଁକି କ'ଣ ଏମିତି ସେମିତି ଯୋଉମାନେ ଦର୍ଶକ ବନ୍ଧୁ ଦେଖିଥିବେ ମେଡିସିନ କହିଲେ ବୁଝିପାରିବେ। ହଁ, ମେଡିସିନ ବାବୁ ଖାଇବ ସେ ନାଟକରେ। ମୁଁ ତ ବୁଝିପାରୁନି, ନାଟକ ଦେଖିନି। ଦର୍ଶକ କହିଲି ଦେବଦାସୀ ବି ତୋର ପାଇଁ ଯୋଉ ନାଟକ ଦେଖିବେ, ସେ କ'ଣ ମେଡିସିନ ଖାଇବାକୁ ପଡ଼ିବ ତାକୁ କ'ଣ ଯେମିତି ହେଲେ ମେଡିସିନ ଗୋଟେ ରାତିରେ ଖାଇବାକୁ ପଡ଼ିବନି, 2 ରାତି ହେଲେ ଖାଇବାକୁ ଦେଖିବାକୁ ପଡ଼ିବ। ମୁଁ ଭାବୁଛି ସେ ନାଟକ ଦେଖିବ ସେଠି ଫାଙ୍କା ନେଇକି ଦର୍ଶକ ବନ୍ଧୁମାନେ ବୁଝିପାରିବେ କାହିଁକି ଜାଣିପାରିବେ ଦର୍ଶକ ପାଇଁ ଆମେ କରିବା। ସେମାନେ ଯଦି ବୁଝିପାରିବେ ଦର୍ଶକ ବନ୍ଧୁଙ୍କୁ ମୁଁ ଏତିକି ଅନୁରୋଧ କରିବି, ଆପଣମାନେ ସେମିତି ଭଲ ପାଉଥାନ୍ତୁ। ଆଉ ଆପଣମାନେ ଯେତେ ଭଲ ପାଇବେ ସେତେ ମୋ କର୍ମ ଭଲ ହେବ। ଆପଣମାନଙ୍କ ଆଶୀର୍ବାଦ ଅଛି ବୋଲି ମୁଁ ଏତେ ବାଟ ଯାଉଛି, ସେମିତି ଆଗକୁ ଚାଲିଛି, ପଛକୁ ଫେରିନି। ନାଇଁ ମନ୍ତବ୍ୟ କରିବେନି, କାରଣ ଭଲ ପାଇବାଟା ରହିଛି। ଦର୍ଶକ ବନ୍ଧୁଙ୍କର ବହୁତ ଭଲ ପାଇବା ମୋ ପାଖରେ ଅଛି। ଆଉ ବାରମ୍ବାର ଚେଞ୍ଜ କରୁଛୁ ପାଟି ବୋଲି ମନଦୁଃଖ ଟିକେ କରିବେ। ନାଇଁ, କରୁନାହାନ୍ତି, ସେଇଟା ତାଙ୍କର ସେତିକି ଭଲ ପାଇବା ଅଛି ବୋଲି ସେ କହୁଛନ୍ତି ଅପା ଗୋଟିଏ ଅନୁଷ୍ଠାନରେ ରୁହ। ତାଙ୍କ ଭଲ ପାଇବାଟାକୁ ମୁଁ ମାନୁନି, ତାଙ୍କର କିନ୍ତୁ ଭଲ ପାଇବା 100ରୁ 100 ଦର୍ଶକ ବନ୍ଧୁ ପହଞ୍ଚି ଯାଇଛୁ ଶୁଭେନ୍ଦୁ ଭାଇ ଆଉ ଟିକିନାଙ୍କ ଘରେ। ତେଣୁ ତାଙ୍କ ସହିତ ଟିକେ କଥା ହେବା, ବହୁତ ଦିନ ହେଲା କଥା ହେଇନି, କଥା ହେଇଯିବ ଅବଶ୍ୟ, କିନ୍ତୁ ଦର୍ଶକମାନେ ଜାଣିବେ ବହୁତ ପ୍ରାଇଜ୍ ଦିଆହେଇଛି ନା ଦିଆହେଇନି। ଆମର ଘର ଭିତର କଥା ମିଟୁନା ବ୍ଲଗ୍ସରେ ଚାଲିନି କେବେ, ପ୍ରଥମ ଥର ପାଇଁ ଦେଖିବେ ଦର୍ଶକମାନେ। ପ୍ରଥମେ ଆମେ ଭାଇଙ୍କୁ ଟିକେ ତାଙ୍କ ଘର ବିଷୟରେ ପଚାରିଦେବା, ଘର କୋଉଠି, ସମସ୍ତେ ଟିକେ ଜାଣିଯାଆନ୍ତୁ ଘର ଭାଇ। ନା ତ କ'ଣ ଶୁଭେନ୍ଦୁ ଚୌଧୁରୀ,
ଗୁଡୁଝାଟିଆ ଗୁରୁଡ଼ି ଜାତୀୟ ଓ ଗୁରୁଡି ଝାଟିଆ ଗାଁ ହଉଛି ଗୁରୁଡି ଝାଟିଆ ଚୌଦ୍ୱା କୁମାରପୁର। ଏଇଟା ତ ବର୍ତ୍ତମାନ ନୂଆ ଘର ହେଇଛି। ଆଉ ଇଏ ଟିକିନା ପୂଜାରେ ତାଙ୍କ ବାପ ଘର କହୁଛି ଆମର ହଉଛି ସିଦ୍ଧାଳ ସବୁବେଳେ ଗାଁ ନାଁ ହଉଛି ସବୁବେଳେ ଘରେ ସବୁ କିଏ କିଏ ଅଛି? ଘରେ ବାପା ମା ଭାଇ ଭାଉଜ ଭଉଣୀ ସବୁ ଭାଇ ଯାଇଛନ୍ତି। କେତେ ଭାଇ କେତେ ଭଉଣୀ? ଆଇବ ଚାରି ଭଉଣୀ ଗୋଟେ ଭାଇ। ଭାଇଙ୍କର କେତେ ଭାଇ କେତେ ଭଉଣୀ? ମୋର 5 ଭଉଣୀ ଉଠାଇ 5 ଭଉଣୀ ଗୋଟିଏ ଭାଇ ତମେ ଇଲୋ ବାପ। ଆମର ସବୁ ଭଣଜା ଭଣଜା ବାହାରିଗଲେ ମୋର ଝିଆରୀ ପୁତୁରା ହେଲେ। ଭଣଜା ଗୋଟେ ବାହାଘର ଝିଆରୀ ପୁତୁରା ଗୋଟେ ପରିବାର ଟୋଟାଲିକା ମୁଁ କହିଲି ଆମ ଫ୍ୟାମିଲିଟା ଶାଶୁଘର ବାପଘର ପିଇସି ଲକ୍ଷ ନାହିଁ କରି 50 ମିଶେଇ ଆଉ ପିଇସି ଅଛନ୍ତି 2 ଜଣ ପିଇସି ଗୋଟେ ଗଣେଶ ପତା କଣ ଆଶ୍ରମ ବର୍ଣ୍ଣାନ୍ତ ନା ଆମର ଦୁର୍ଗା ପୂଜା ହୁଏ ଶାଶୁଘର ଗାଁରେ 10 ଦୁର୍ଗା ପୂଜା ହୁଏ ସବୁ ମାନେ ଆସନ୍ତି ସେଇଟା ଆମ ଶାଶୁଘର ଲୋକ ସମସ୍ତେ ଆସନ୍ତି ସେତେବେଳେ ଆମର ବଡ଼ ରଜ ସବୁ ଯାତ୍ରା ପାଟି କେତେ ବର୍ଷ ହେଇଗଲାଣି ତଥାପି? ଭାଇଙ୍କର କେତେ ବର୍ଷ ଆଉ ମୋର 25 ବାହାଘର କେତେ ବର୍ଷ ହେଲା? 19 ବର୍ଷ 1900 ବାତ୍ୟା ବେଳେ ବାହାଘର ହେଇଥିଲା। ଯାତ୍ରା ଜୀବନ 25 ବର୍ଷ ହେଇଗଲାଣି। ଭାଇଙ୍କର 29 ବର୍ଷ 1900 ମସିହାରୁ ବାହାଘର ହେଲାଣି। ଛାଡ଼ ପୂର୍ବରୁ ଯାହା ଯାଇଛି ଯାଇଛି 1900 ମସିହାରୁ ଏପର୍ଯ୍ୟନ୍ତ କେତେ ବର୍ଷ ହେଲା? 25 ବର୍ଷ ହେଇଗଲା। ବାହାଘର 25 ବର୍ଷ ହେଇଗଲା। 25 ବର୍ଷ ଭିତରେ କେତେଟା ଅନୁଷ୍ଠାନ? ଆମେ ପ୍ରାୟ 9 ବର୍ଷ ରହିଛୁ ପରିବାରେ 4 ବର୍ଷ ରହିଛୁ ତାପରେ ମୋତେ ସୂର୍ଯ୍ୟ ବର୍ଷ ସେମାନେ 3 ବର୍ଷ ରହିଛୁ ଶିବାନୀ କେତେ ବର୍ଷ? 3 ବର୍ଷ। ସେମାନେ ଶିବାନୀ କୋଉ ନାଟକ କରୁଛନ୍ତି? ବାବୁ ମୋତେ ଆଉ ସବୁ ଗୋଟେ ବର୍ଷ ରହିଛୁ ମୋତେ ପାଳି ପଚାରି ପୁଣି କଲେ ଆମକୁ ଡାକିଲେ ଗଲୁ ପୁଣି ତାପରେ ଆମ ଭାଇ ଆଉ ସୁନ ପାଟି ହେଲା ଯେହେତୁ ଆମେ ତାଙ୍କ ଭାଇ ବୋଲି ମାନିଛୁ ସେ ତାଙ୍କ ପୁଅ ପାଟି ଗଲା ଆମକୁ ଡାକିଲେ ଆମେ ତା ମନ ମାନିବାକୁ ଚାହୁଁଛୁ କିନ୍ତୁ କ'ଣ ନା ବର୍ଷେ ଅଛି ଆଉ ଯାତ୍ରା ବି ଯୋଉ 2 ଜଣଙ୍କର 25 ବର୍ଷ ହେଇଗଲା। ଏଇ ଯୋଉ ପାର୍ଟି ତଥାପି କେତେ 10-20ଟା 15ଟା କେତେ 10ଟା ନୁହଁ ବର୍ତ୍ତମାନ ବର୍ତ୍ତମାନ ହାତ ଆଉ ବର୍ତ୍ତମାନ କଣ
କହୁଛି ମୁଁ ଆଉ 2-3 ବର୍ଷ ଯାତ୍ରା ପାର୍ଟି ରହିବି, 3ଟା ପାର୍ଟିରେ 3 ବର୍ଷ। ବେଶୀ ବର୍ଷ ରହିବୁ, ଗୋଟିଏ ମାଲିକ 3ଟା ପାର୍ଟି ନିଜର ତ ପାର୍ଟି। ଗୋଟେ ପାର୍ଟିରେ ସେ ରହିବନି 3 ବର୍ଷ, ବର୍ଷେ ରହିବ। ତେଣୁ 3ଟା ପାର୍ଟିରେ 3 ବର୍ଷ କାଟିଦେଇ ସେ ଘରେ ଆସି ରହିବ ଫାଇନାଲ। କହିଲା କହିଲେ କ'ଣ ଅଛି? ଭଗବାନ କରନ୍ତୁ ତୁ ସବୁବେଳେ ସେମିତି ଘରଟା ସୁନ୍ଦର ତୁ ରୁହେ, ଭଲରେ ଥା, ସେମିତି ପଇସା ଆଣୁଥା, ପାର୍ଟି ଚେଞ୍ଜ କରୁଛୁ, ବୁଲୁଥା, ଯେତେ ପାର୍ଟି ବୁଲିବ ସେତେ କଳାକାର ସମସ୍ତେ କହୁଛନ୍ତି କି ନାଇଁ ମିଠୁନା ଦିଏ କାହାକୁ 10 ଟଙ୍କା ନେଇ ଦିଏନି, ଯେତେବେଳେ ଦେଖା ହୁଏ ମୁଁ 10 ଟଙ୍କା ଦିଏ। ମୋ ପୁଅକୁ ପ୍ରଥମ ଦେଖିଲା ଟଙ୍କା 50ଟା ବି ଦେଲା, 50 ଟଙ୍କା ଦେବାକୁ ମୁଁ ଯେତେବେଳେ ଦେଖା ଦେଖିଲା ଦବା ଦେଖିବା ମୁଁ 10 ଟଙ୍କା ନା ସବୁବେଳେ ଦିଏ, ସବୁବେଳେ କେତେ ଟଙ୍କା ହବ ଆଉ ଛାଡ଼। ଆଉ ଦର୍ଶକମାନେ ବହୁତ ପ୍ରଶ୍ନ କରୁଛନ୍ତି, ଆମେ ତ ରହିଯାଇଛୁ ବାଧ୍ୟ ହେଇକି କୋଣାର୍କ। ମୁଁ ତଥାପି ମୁଁ ମଝିରେ ଯାଇଥିଲି, ଇଷ୍ଟର୍ଣ୍ଣ ଗ୍ରୁପରେ ଥିଲି, କଳିଙ୍ଗର ବର୍ଷ ରହିଛି। ଏ ଯୋଉ ଗୋଟେ ଅନୁଷ୍ଠାନରେ ଶିବାନୀରେ 3 ବର୍ଷ ଥିଲା, କଳିଙ୍ଗର 9 ବର୍ଷ ଥିଲା, ଆଉ ଗୋଟେ ଥିଲା ସେଠି ସବୁ ମାନେ ନା ଅଧିକା ଦିନ ନା ଏଇଠି ଆମେ ଜାଣିବୁ ସେ କଥା କହୁନି, ଅଧିକା ଦିନ ରହିଲେ ଭଲ ଲାଗୁଛି ଗୋଟେ ନା ଭଲ ମାନେ ପାର୍ଟି ବାରମ୍ବାର ଛାଡ଼ିବାର କାରଣ ନାଇଁ କିଛି ସେମିତି କାରଣ ନାହିଁ। ମନେକର ଆମର ଅଭିଯୋଗ ଆମେ ଜାଣିବୁ ପ୍ରାପ୍ୟ ହେଇଯାଉଛି କ'ଣ ଆମ ପ୍ରାପ୍ୟଟା ଦେଲେ କିଛି ଅସୁବିଧା ନାହିଁ। ଯେହେତୁ ପ୍ରାପ୍ୟଟା ପୂରଣ କରୁନାହାନ୍ତି ଆଉ ଯେଉଁ ସେ ପ୍ରାପ୍ୟଟା ଦେଉଛି କ'ଣ ନହେଲେ କିଛି ଖଟିଆ କଥା ଆଉ ତାପରେ ଆଉ ଗୋଟେ କଥା ହଉଛି ଚାକିରି ଯଦି ମୁଁ ଖୋଜନ୍ତି ତାହେଲେ ମତେ ଲାଗନ୍ତା ଯେ ମୋ କର୍ମରେ କିଛିଟା ମାନେ ମୋର କିଛିଟା ଅବହେଳା ରହୁଛି ବୋଲିକି ମୁଁ ଚାକିରି ଖୋଜୁଛି, ମତେ ରଖୁନାହାନ୍ତି, ମତେ ରଖୁଛନ୍ତି ମୋର ଇଚ୍ଛା ହଉଛି ନା ମୁଁ ଚାକିରି ଖୋଜିବି। ଆଜି ପର୍ଯ୍ୟନ୍ତ ଭଗବାନଙ୍କ ଦୟାରୁ ବାପା ମାଆଙ୍କ ଆଶୀର୍ବାଦ ମୁଁ ଆଜି ପର୍ଯ୍ୟନ୍ତ ଚାକିରି ଖୋଜି ମିଳିଯାଉଛି ସବୁ। ବର୍ଷେ ରହେ କି 2 ମାସ ରହେ ଚାକିରି ଯୋଉ ପାର୍ଟିରେ ଭଗା ପାର୍ଟିରେ ରହିଲେ 5 ମାସ ମିଟିଂ ଦେବ ପୁଣି 8 ମାସ ମିଟିଂ ସବୁ ସୁବିଧା ହେଇଯାଉଛି, ମିଳିଯାଉଛି ଆଉ। ଜଗନ୍ନାଥ ତ ପୁରା ହାତ ରଖିଛନ୍ତି, ତୁ ସବୁବେଳେ ନା ଅଧିକା ନା ସେ କଥା ନୁହଁ। ଜଣେ ନଜାତି ଥିଲେ ମୁଁ କ'ଣ ଆପଣ ଚେଞ୍ଜ କରନ୍ତି? ପୁରୁଣା ହେଇଗଲାଣି, ଚେଞ୍ଜ କଲେ ଚଳିବ, ନୂଆ ନୂଆ ତାପରେ ଆଉ ଗୋଟେ କଥା ହଉଛି ମୁଁ ଯଦି ପ୍ରକ୍ସି ପାର୍ଟକୁ ଡରନ୍ତି କି ପାର୍ଟ ଉପରେ ଟିକେ ଡରଟା ରୁହନ୍ତା, ଡର ରହୁଛି କ'ଣ ଦର୍ଶକ ଉପରେ ଡର ରହିବ ଯେ ଆମେ କାମଟା ସକ୍ସେସ୍ କରିପାରିବା କି ନାହିଁ, କିନ୍ତୁ ବିଶ୍ୱାସ ଆମେ ପାର୍ଟ ଶିଖିକି କରିପାରିବା। ମୁଁ ତ କୌଣସି ସ୍ୱପ୍ନ ଭଲ ଶିଖିବି ସେ ଯେଉଁ ଅର୍ଡ଼ିନାରୀ ପାର୍ଟ କରିବି ପାର୍ଟରେ କରିବି ମୋ ସ୍ୱଇଚ୍ଛାରେ କରିଛି। ସେ କଥା ନୁହଁ, ଦର୍ଶକମାନେ ଯାହାକୁ ଭଲ ପାଉଛନ୍ତି, ଯାହାକୁ ଏତେ ଅନୁଭବ ସବୁ ଭଲ ପାଉଛି, ସେମାନେ ସବୁବେଳେ ଚାହୁଁଛନ୍ତି ଏଇ ଯୋଉ ପାର୍ଟି ମିଳିବା କଥା କହିଲେ କାହିଁକି ମିଳିଯାଉଛି ବୁଝିବାକୁ ପଡୁନି। ଦର୍ଶକଙ୍କର ଭଲ ପାଇବା ଅଛି ବୋଲିକି ପାର୍ଟି ମିଳିଯାଉଛି, ମାଲିକମାନେ ଚାହୁଁଛନ୍ତି ପାର୍ଟି ମାନଙ୍କର ଷ୍ଟାଫ୍ ବାନ୍ଧି ଗୋଟିଏ କେବଳ ଯାତ୍ରା ଜଗତ ଗୋଟିଏ ଆଉ ଗୋଟେ ପାର୍ଟି ହଉଛି ତୁଳସୀ କେମିତି ନା ତମର କିଛିଟା ଅଭିଯୋଗ ମାଲିକ ପୂରଣ କରୁଛନ୍ତି, ତମେ କିଛିଟା ଅଭିଯୋଗ ମାଲିକ ରହିପାରୁଛ, ସେ ବି ତମକୁ ଜାଣିବାକୁ ଇଚ୍ଛା କରୁନାହାନ୍ତି, ତମେ ବି ଜାଣିବାକୁ ଇଚ୍ଛା କର। ଆଉ ମାଲିକ ଯଦି ନାଇଁ ମୋର ମିଟିଂ ଦରକାର ନାହିଁ ତୁ କ'ଣ
ଚାରି ଭାଇ ଚାରି ଜାଗାକୁ ପଳଉଛୁ। ପୁଣି ସବୁଠେ ସିଏ ଆଗ ସବୁଠୁ ନାଇଁ ଚାରି ଭାଇ ଚାରି ଜାଗାକୁ ପଳଉନା ତ ଗୋଟିଏ ଆଉ ଝିଅ ନାହିଁ ଝିଅ ବି ଅଛି ତାକୁ କେତେ ବର୍ଷ ହେଲା 17 ବର୍ଷ ହେଲା ଏକୁ 17 ବର୍ଷ ଡିପ୍ଲୋମା କରୁଛି କୋଉ କଲେଜ ଅନ୍ଧାର ওই গাঁ রହୁଛି ନା ହଷ୍ଟେଲ ହଷ୍ଟେଲରେ 1 ବର୍ଷ ରହିଲା ହଷ୍ଟେଲ ନହେଲେ ନକରେ ତେଣୁ ଆମେ ତ କଥାବାର୍ତ୍ତା ହେଲୁ କିଛି ଅଳ୍ପ ଯାହା ଘର କଥା ଟିକେ ହେଲୁ ଯାତ୍ରା ବିଷୟରେ ବି କିଛି କଥା ହେଲୁ। ଆସନ୍ତା ବର୍ଷକୁ ଶୁଭେନ୍ଦୁ ଭାଇ ଟିକିନା ଯାଉଛନ୍ତି ସ୍ୱପ୍ନ ମହଲ। ମୁଁ ଶୁଭେନ୍ଦୁ ଭାଇ ଡାକୁଛି ଆଉ ଟିକିନା ଡାକୁଛି। ଦର୍ଶକମାନେ ପଚାରି ପାରନ୍ତି ଶୁଭେନ୍ଦୁ ଭାଇ ଟିକିନା କାହିଁ ଭାଇ ବଡ଼ ହେବେ ଯାହା ବି ହେଲେ ମୋ ଠାରୁ ବାବୁଙ୍କ ଠାରୁ ବି ବଡ଼ ହେବେ ବୋଧେ। ଆଉ ଟିକିନା ବଡ଼ ହବ କି ସାନ ହବ ଜାଣିବୁ ଆମେ କିନ୍ତୁ ସାଙ୍ଗ ଭଳିଆ ଚଳୁ। ଆମେ କିନ୍ତୁ ଗୋଟେ ଦର୍ଶକ ଆମର ଏ ଯୋଉ ବର୍ଷିକିଆ କଥାଟା ଚାଲିଲା ଯେମିତି ତୁ କହିଲୁ ମୁଁ କହିଲି କେମିତି ଲାଗିଲା କମେଣ୍ଟ ମାଧ୍ୟମ ଜଣେଇଲି ତୁ ମୋତେ ଜଣେଇବୁ ନିଶ୍ଚିତ ହେଲେ ତ ମୋବାଇଲରେ ତୁ ଦେଖିଦେବୁ କମେଣ୍ଟ ଆଚ୍ଛା ଠିକ୍ ଅଛି ହେଲା। କେତେ ଜଣ ମାନେ କେତେ ଜଣ ଗ୍ରହଣ କରୁଛନ୍ତି କେତେ ଗ୍ରହଣ କରୁନାହାନ୍ତି ସେଟା ସେ ଜାଣିବାକୁ ଜାଣିବାକୁ ଚାହୁଁଛି ଆପଣମାନେ କମେଣ୍ଟ ମାଧ୍ୟମରେ ଜଣେଇବେ ସେ ଯୋଉ ବର୍ଷିକିଆ ପାର୍ଟି ଚେଞ୍ଜ କରୁଛି ବୋଲି ଏ ବିଷୟରେ ଆଲୋଚନା ଆମେ ହେଲା। ଆଲୋଚନାଟା ହେଲା ସେ ଚାହୁଁଛି ଜାଣିବାକୁ ଦର୍ଶକମାନେ ତାକୁ କ'ଣ କମେଣ୍ଟ କରୁଛନ୍ତି ତେଣୁ ସେଇଟା ସେ ଜାଣିବାକୁ ଚାହୁଁ। ତେଣୁ ମୁଁ ଟିକିନାକୁ ଏଇଥିପାଇଁ ଟିକିନା ବୋଲି ଡାକେ ଆମେ ସବୁ ସାଙ୍ଗ ଭଳିଆ ଚଳୁ। କିଏ ବଡ଼ ସାନ ଆମ ଭିତରେ ସେମିତି କାମ ତ କାମ ସେମିତି କଣ ନିହାତି କିଏ ଆଇଲେ ଅଭାବୁଲ ଡାକୁ ନହେଲେ ଟିକି ତାର ନାନୀ ବୋଲି ଡାକେ ନଳିନୀ ହେଲା କିଏ ହେଲା ଆଉ ସବୁ ଅନ୍ୟମାନେ ଯେତିକି ଅଛନ୍ତି ଆମେ ସବୁ ସାଙ୍ଗ ଭଳିଆ ଚଳୁ। ଆମର କେହି ଅପା ନାହାନ୍ତି ନା କେହି ଭାଉଜ ନାହାନ୍ତି ନା କେହି ଦେଇ ନାହାନ୍ତି। ତା ଭିତରେ ଦେଇ ଡକାଟେ ବି ହଉ ଭାଉଜ ଡକାଟେ ବି ହଉ କିନ୍ତୁ ନା ଧରିବେ। ତେଣୁ ଆସନ୍ତା ବର୍ଷ ଭାଇ ଆଉ ଟିକିନା ଯାଉଛନ୍ତି ସ୍ୱପ୍ନ ମହଲ। ଆପଣମାନେ ସ୍ୱପ୍ନ ମହଲରେ ସେମାନଙ୍କୁ ଦେଖିପାରିବେ ସେ ତା ତରଫରୁ ଟିକେଟ୍ ଦେଇପାରିବେ। ତେଣୁ ଏଇ ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିବ। ଆଉ କେମିତି